ସାଙ୍ଗମାନେ ଆଜି ଅନୁରାଧା ସିରିଏଲରେ ଦେଖନ୍ତୁ ଅନୁ ରୋଷେଇ ଘରେ ରୋଷେଇ କରୁଥାଏ ଆଉ ସେଠିକି ସୁକନ୍ୟା ମାଉସୀ ଆସନ୍ତି ଆଉ କୁହନ୍ତି ଅନୁ ମା ପରିବା ସବୁ କାଟିଦେଲି ଆଉ କ'ଣ କରିବି କହିଲ। ଅନୁ କୁହେ ମାଉସୀ ପରିବାଟା ସେଇଠି ରଖିଦିଅ ଆଉ ଦେଖିଲ ଭାତ ହେଲାଣି କି ନାହିଁ। ମାଉସୀ କୁହନ୍ତି ହଉ ହଉ ଠିକ୍ ଅଛି। ସୁକନ୍ୟା ମାଉସୀ କୁହନ୍ତି ହଁ ଭାତ ତ ହେଇଗଲାଣି ୟା ପରେ କ'ଣ ବସେଇବା। ମୁଁ ଭାବୁଛି ଆଗ ପନିର ତରକାରୀଟା କରିଦେବା ତାପରେ ଆମିଷ କରିବା। ଅନୁ କୁହେ ହଁ ହଁ। ତାପରେ ସୁକନ୍ୟା ମାଉସୀ ରାଜକୁ ଚାହାନ୍ତି। ରାଜ ମାଉସୀକୁ ଦେଖି ହସନ୍ତି। ରାଜ ସୁକନ୍ୟା ମାଉସୀକୁ ଠାରନ୍ତି କି ବାହାରକୁ ଯିବା ପାଇଁ। ରାଜର ଏମିତି ଇସାରା ଦେଖି ସୁକନ୍ୟା ମାଉସୀ ହସନ୍ତି ଆଉ ସେ ବୁଝିଯାଆନ୍ତି କି ବାହାରକୁ ଯିବା ପାଇଁ ଆଉ ସେଠୁ ସୁକନ୍ୟା ମାଉସୀ ଚାଲିଯାଆନ୍ତି। ଆଉ ସୁକନ୍ୟା ମାଉସୀ ଚାଲିଯିବା ପରେ ଏପଟେ ଅନୁ କୁହନ୍ତି ମାଉସୀ ଟିକେ ସୋରିଷ ଦେଲ। ରାଜ ସୋରିଷ ଡବା ଖୋଜେ। ଅନୁ କୁହେ ମାଉସୀ ଟିକେ ଜଲ୍ଦି ଦିଅ ନା। ଅନୁ କୁହେ ଆରେ ତାପରେ ରାଜ ଗୋଟେ ଡବା ଦିଏ ସୋରିଷଟା ଦିଅ। ଅନୁ କୁହେ ମାଉସୀ ଟିକେ ଶୀଘ୍ର ଦିଅ। ରାଜ ଆଉ ଗୋଟେ ଡବା ଦିଏ। ଅନୁ କୁହେ ଓହୋ ମାଉସୀ ଏଥିରେ ସୋରିଷ ନୁହେଁ କହି ଦେଖେ ତ ରାଜ ସେଠି ଥାନ୍ତି। ଆଉ ରାଜ ଅନୁକୁ ଦେଖିକି ହସନ୍ତି। ଅନୁ କୁହେ ଆପଣ। ରାଜ କୁହେ ହଁ ହଁ ମୁଁ ତୁମକୁ ହେଲ୍ପ କରିବା ପାଇଁ ଆସିଛି। ଅନୁ କୁହେ ଆଚ୍ଛା ତାହେଲେ ଏଇଟା ତୁମର ହେଲ୍ପ ଗୋଟେ ଜିନିଷ ମାଗିଲା ବେଳକୁ ଆଉ ଗୋଟେ ଜିନିଷ ଦେଉଛ। ଆଉ ଅନୁ ସେଠିକୁ ଯାଇ ସୋରିଷ ଡବା ଆଣେ ଆଉ କୁହେ ଏଇଟାକୁ କୁହନ୍ତି ସୋରିଷ। ରାଜ କୁହେ ଏକା କଥା। ଅନୁ କୁହେ ଜମା ବି ଏକା କଥା ନୁହଁ ସୋରିଷ ଅଲଗା ଆଉ ଫୁଟଣ ଅଲଗା। ଆଉ ତମେ ଏଠି କ'ଣ କରୁଛ। ମୋର ବହୁତ କାମ ଅଛି ତମେ ଏଠୁ ଗଲ ବହୁତ ଗୁଡ଼ିଏ ରୋଷେଇ କରିବାର ଅଛି ମୋର। ଅନୁ କୁହେ କ'ଣ। ରାଜ କୁହେ ଝାଳ ବହୁତ ହେଇଛି। ତାପରେ ରାଜ ଅନୁକୁ ଫୁଙ୍କି ଦିଏ। ରାଜ କୁହେ ପୁରା ଝାଳରେ ଭିଜି ଯାଇଛ ତମେ ତମେ ଯାଇକି ଏସିରେ ଟିକେ ବସ ରେଷ୍ଟ କର ତାପରେ ଆସିକି ପୁଣି ଥରେ କାମ କରିବ। ଅନୁ କୁହେ ଆଚ୍ଛା ତାହେଲେ ଏତେ ସବୁ ରୋଷେଇ କିଏ କରିବ। ଟାଇମରେ ଏତେ ସବୁ ରୋଷେଇ କରିକି କିଏ ଦେବ ଆପଣ। ରାଜ ମୁଣ୍ଡ ହଲେଇକି କୁହନ୍ତି ମୁଁ କରିଦେବି ଖାଲି ରୋଷେଇ ଉପକରଣ ଚିହ୍ନିବାର ଅଛି। ତମେ ମୋତେ ଚିହ୍ନେଇ ଦିଅ ତାପରେ ତମେ ଯାଇକି ରେଷ୍ଟ ନିଅ ମୁଁ ଏଇଠି ସବୁ ରୋଷେଇ କରିଦେବି। ଅନୁ କୁହେ ନାଇଁ 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 ଆପଣ ବହୁତ ରୋଷେଇ କଲେ ଆଉ ରୋଷେଇ କରିବା ଦରକାର ନାହିଁ ମୋର ବହୁତ କାମ ଅଛି ଆପଣ ଏଠୁ ଯାଆନ୍ତୁ। ରାଜ କୁହେ ଓକେ 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 ମୁଁ ଯିବି ହେଲେ। ଅନୁ କୁହେ ହେଲେ ପୁଣି କ'ଣ। ରାଜ ଏପଟେ ସେପଟେ ଚାହେଁ ଆଉ ଅନୁକୁ କିସ୍ କରିବାକୁ ଗଲାବେଳେ ଅନୁ ରାଜ ପାଟିରେ ହାତ ଦେଇଦିଏ। ତାପରେ ରାଜ ଅନୁକୁ ଫୁଙ୍କେ ଆଉ କୁହେ କେତେ ଝାଳ ଝାଳ ବହୁତ ଅଛି। ଅନୁ କୁହେ ହଁ ହେଇଗଲା ଏବେ ଆପଣ ଯାଆନ୍ତୁ ମୋର ବହୁତ ରୋଷେଇ କରିବାର ଅଛି। ମୁଁ ରୋଷେଇ କରିସାରେ ଆପଣ ପୁଣି ଆସିବେ ଆପଣ ଏବେ ଯାଆନ୍ତୁ ମୁଁ କଫି ପଠାଇ ଦେଉଛି। ତାପରେ ଅନୁ ହସେ। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ କାହିଁକିନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।